ବନ୍ଧୁଗଣ, ଭଗବାନ ଶିବ କୁହନ୍ତି ସ୍ୱପ୍ନରେ ପାଣି ଦେଖିଲେ କେଉଁ ସଂକେତ ମିଳିଥାଏ। ବନ୍ଧୁଗଣ, ଥରେ କୈଳାସ ପର୍ବତର ଶାନ୍ତ ଏବଂ ଦିବ୍ୟ ବାତାବରଣରେ ଦେବୀ ପାର୍ବତୀ ଭଗବାନ ଶିବଙ୍କ ନିକଟରେ ବସିଥିଲେ। ଚାରିପାଖରେ ଖେଳାଇ ହୋଇଥିବା ହିମାଳୟର ଶାନ୍ତି ଏବଂ ମୃଦୁ ପବନ ମଧ୍ୟରେ ପାର୍ବତୀଙ୍କ ମନରେ ଏକ ପ୍ରଶ୍ନ ଉଠିଲା। ସେ ଭଗବାନ ଶିବଙ୍କୁ ବିନମ୍ରତାର ସହ ପଚାରିଲେ, ହେ ସ୍ୱାମୀ, ମନୁଷ୍ୟ ଯେଉଁ ସ୍ୱପ୍ନ ଦେଖେ ତାର ମହତ୍ଵ କ'ଣ? ସେଗୁଡ଼ିକ କେବଳ କଳ୍ପନା ନା ସେମାନଙ୍କ ପଛରେ କୌଣସି ଗୁପ୍ତ ବାର୍ତ୍ତା ଲୁଚି ରହିଛି? ବିଶେଷ କରି ଯେତେବେଳେ ସ୍ୱପ୍ନରେ ଜଳ ଦେଖାଯାଏ, ତାର ଅର୍ଥ କ'ଣ? ଭଗବାନ ଶିବ କରୁଣାମୟ ହସର ସହିତ ପାର୍ବତୀଙ୍କ ଆଡ଼କୁ ଚାହିଁଲେ ଏବଂ କହିଲେ, ହେ ଦେବୀ, ସ୍ୱପ୍ନ ମନୁଷ୍ୟର ଅନ୍ତର୍ମନର ଦର୍ପଣ ହୋଇଥାଏ। ଯେ ତାର ଭାବନା, କର୍ମ ଏବଂ ଆଗାମୀ ସମୟର ଝଲକ ଦେଖାଇଥାଏ। ଜଳ ସ୍ୱପ୍ନରେ ଆସିବା ସାଧାରଣ ନୁହଁ, ତାହା ପରିବର୍ତ୍ତନ, ଶୁଦ୍ଧି ଏବଂ ଚେତାବନୀର ସଂକେତ ମଧ୍ୟ ହୋଇପାରେ। ହେ ଦେବୀ, ମୁଁ ଆପଣଙ୍କୁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ଆଗରୁ ଏକ ପ୍ରାଚୀନ କଥା ଶୁଣାଉଛି, ଯାହାଦ୍ୱାରା ଏହି ରହସ୍ୟ ଆହୁରି ସ୍ପଷ୍ଟ ହୋଇଯିବ। ଏହି କଥା ଜଣେ ରାଜା ଏବଂ ଆସ୍ତିକ ମୁନିଙ୍କର ଅଟେ। ଏହି କଥା ଶୁଣିବା ପରେ ତୁମେ ଭଲ ଭାବରେ ଜାଣିପାରିବ ଯେ ସ୍ୱପ୍ନରେ ଜଳ କାହିଁକି ଦେଖାଯାଏ। ତେଣୁ ତୁମେ ଏହି କଥାକୁ ପୁରା ଶୁଣନ୍ତୁ। ଯିଏ ବି ଏହି କଥାକୁ ଶ୍ରଦ୍ଧା ଏବଂ ଧ୍ୟାନର ସହିତ ଶୁଣେ, ତାକୁ ତାର ସ୍ୱପ୍ନର ଶୁଭଫଳ ପ୍ରାପ୍ତ ହୋଇଥାଏ, ତାର ଦରିଦ୍ରତା ଦୂର ହୋଇଥାଏ ଏବଂ ଆଗାମୀ ସଙ୍କଟ ମଧ୍ୟ ଟଳି ଯାଇଥାଏ। ଦେବୀ ପାର୍ବତୀ କହିଲେ, ହେ ସ୍ୱାମୀ, ମୁଁ ଆଜି ଏହି କଥାକୁ ଧ୍ୟାନପୂର୍ବକ ଅବଶ୍ୟ ଶୁଣିବି। ଦୟାକରି ମୋତେ ସେହି କଥା ଶୁଣାନ୍ତୁ। ତେବେ ମହାଦେବ ଦେବୀ ପାର୍ବତୀଙ୍କୁ ସେହି କଥା ଶୁଣାନ୍ତି। ଭଗବାନ ଶିବ କୁହନ୍ତି, ହେ ଦେବୀ ପାର୍ବତୀ, ପ୍ରାଚୀନ ସମୟରେ ଜଣେ ମହାନ ରାଜା ଥିଲେ, ଯାହାଙ୍କ ନାମ ରାଜା ବିକ୍ରମ କେଶରୀ ଥିଲା। ରାଜା ବିକ୍ରମ କେଶରୀ କେବଳ ନିଜର ପରାକ୍ରମ ଏବଂ ଶୌର୍ଯ୍ୟ ପାଇଁ ପ୍ରସିଦ୍ଧ ନଥିଲେ, ବରଂ ସେ ଜଣେ ଧର୍ମପରାୟଣ ଏବଂ ନ୍ୟାୟପ୍ରିୟ ଶାସକ ମଧ୍ୟ ଥିଲେ। ତାଙ୍କର ରାଜ୍ୟ ବିଶାଳ ଏବଂ ସମୃଦ୍ଧ ଥିଲା ଏବଂ ତାଙ୍କର ପ୍ରଜା ତାଙ୍କୁ ଅତ୍ୟନ୍ତ ପ୍ରେମ ଏବଂ ସମ୍ମାନ କରୁଥିଲେ। ରାଜା ବିକ୍ରମ କେଶରୀଙ୍କ ଆଚରଣ ନିଷ୍ପକ୍ଷ, ସହୃଦୟ ଏବଂ କରୁଣାମୟ ଥିଲା। ସେ ନିଜ ପ୍ରଜାଙ୍କ ସମସ୍ୟାଗୁଡ଼ିକୁ ଧ୍ୟାନର ସହିତ ଶୁଣୁଥିଲେ ଏବଂ ସେଗୁଡ଼ିକର ସମାଧାନ କରିବାକୁ ଚେଷ୍ଟା କରୁଥିଲେ। ସେ ନିୟମିତ ଭାବରେ ଯଜ୍ଞ ଏବଂ ଧାର୍ମିକ ଅନୁଷ୍ଠାନ କରୁଥିଲେ ତଥା ଭଗବାନ ଶିବଙ୍କର ପରମ ଭକ୍ତ ଥିଲେ। ରାଜା ବିକ୍ରମ କେଶରୀଙ୍କ ରାଣୀଙ୍କ ନାମ ଭାନୁମତୀ ଥିଲା। ରାଣୀ ଭାନୁମତୀ ଅତ୍ୟନ୍ତ ସୌମ୍ୟ, ବୁଦ୍ଧିମାନ ଏବଂ ପ୍ରତ୍ୟେକ ପରିସ୍ଥିତିରେ ରାଜାଙ୍କୁ ସାଥ ଦେଉଥିଲେ। ରାଜା ଏବଂ ରାଣୀଙ୍କର କୌଣସି ସନ୍ତାନ ନଥିବା କାରଣରୁ ସେମାନେ କେବେ କେବେ ଚିନ୍ତିତ ମଧ୍ୟ ରହୁଥିଲେ। ଏକ ରାତିରେ ରାଜା ବିକ୍ରମ କେଶରୀ ଏକ ଅତ୍ୟନ୍ତ ବିଚିତ୍ର ସ୍ୱପ୍ନ ଦେଖିଲେ। ସେ ଦେଖିଲେ ଯେ ତାଙ୍କ ମହଲର ଅଗଣାରେ ହଠାତ୍ ଜଳର ଏକ ବିଶାଳ ଉତ୍ସ ପ୍ରକଟ ହୋଇଯାଇଛି। ସେହି ଜଳ ଅତ୍ୟନ୍ତ ନିର୍ମଳ ଥିଲା, କିନ୍ତୁ ଧୀରେ ଧୀରେ ସେହି ଜଳ ତାଙ୍କ ପାଦ ପର୍ଯ୍ୟନ୍ତ ଆସିଗଲା ଏବଂ ତାଙ୍କୁ କୌଣସି ଅଜଣା ଭୟର ଅନୁଭବ ହେବାକୁ ଲାଗିଲା। ଏହି ସ୍ୱପ୍ନ ଦେଖି ରାଜା ଅତ୍ୟନ୍ତ ବ୍ୟାକୁଳ ହୋଇଗଲେ। ସକାଳେ ଉଠି ସେ ଏହି ସ୍ୱପ୍ନ ରାଣୀଙ୍କୁ କହିଲେ। ଚିନ୍ତିତ ହୋଇ ରାଜା ପଚାରିଲେ, ହେ ପ୍ରିୟ, ମୁଁ ସ୍ୱପ୍ନରେ ଏତେ ବିଶାଳ ଜଳ ଦେଖିଲି, ଯାହା ମୋ ନିକଟ ପର୍ଯ୍ୟନ୍ତ ଆସିଗଲା। ଏହାର ଅର୍ଥ କ'ଣ ହୋଇପାରେ? ରାଣୀ ଭାନୁମତୀ ରାଜାଙ୍କୁ ସାନ୍ତ୍ୱନା ଦେଇ କହିଲେ, ହେ ସ୍ୱାମୀ, ସ୍ୱପ୍ନ ସବୁବେଳେ କୌଣସି ନା କୌଣସି ସଂକେତ ରୂପରେ ଆସନ୍ତି, କିନ୍ତୁ ସେମାନଙ୍କର ବାସ୍ତବ ଅର୍ଥ ଜାଣିବା ପାଇଁ କୌଣସି ଜ୍ଞାନୀ ଏବଂ ବିଦ୍ୱାନ ପୁରୁଷଙ୍କର ଶରଣ ନେବା ଉଚିତ। ତାପରେ ରାଜା ବିକ୍ରମ କେଶରୀ ନିଜ ମନ୍ତ୍ରୀମାନଙ୍କୁ ଡାକି କହିଲେ, ହେ ମନ୍ତ୍ରୀଗଣ, ମୁଁ ଏକ ଅତ୍ୟନ୍ତ ବିଚିତ୍ର ସ୍ୱପ୍ନ ଦେଖିଛି। ମୁଁ ସ୍ୱପ୍ନରେ ବିଶାଳ ଏବଂ ଗଭୀର ଜଳ ଦେଖିଛି। ତୁମେ ସମସ୍ତେ ଏହାର ଅର୍ଥ ଖୋଜ। ସମସ୍ତ ମନ୍ତ୍ରୀ ନଗରର ବିଦ୍ୱାନ ଏବଂ ପଣ୍ଡିତମାନଙ୍କ ପାଖକୁ ଗଲେ, କିନ୍ତୁ କେହି ବି ସେହି ସ୍ୱପ୍ନର ସନ୍ତୋଷଜନକ ଅର୍ଥ କହିପାରିଲେ ନାହିଁ। ସେମାନେ ଫେରିଆସି ରାଜାଙ୍କୁ କହିଲେ, ହେ ମହାରାଜ, ଆମ ରାଜ୍ୟରେ ଏପରି କୌଣସି ବିଦ୍ୱାନ ନାହାନ୍ତି ଯିଏ ଏହି ସ୍ୱପ୍ନର ସଠିକ ଅର୍ଥ କହିପାରିବେ। ସେତେବେଳେ ଜଣେ ମନ୍ତ୍ରୀ ଆଗକୁ ଆସି କହିଲେ, ହେ ମହାରାଜ, ଆମ ରାଜ୍ୟର ନିକଟରେ ଥିବା ବନରେ ଆସ୍ତିକ ମୁନି ବାସ କରନ୍ତି। ସେ ଅତ୍ୟନ୍ତ ତପସ୍ୱୀ ଏବଂ ଜ୍ଞାନୀ ଅଟନ୍ତି। ଜଳ, ପ୍ରକୃତି ଏବଂ ସ୍ୱପ୍ନ ରହସ୍ୟକୁ ସେ ଭଲ ଭାବରେ ଜାଣନ୍ତି। ଆମେ ତାଙ୍କ ପାଖକୁ ଯିବା ଉଚିତ। ଏହା ଶୁଣି ରାଜା ବିକ୍ରମ କେଶରୀ ନିଷ୍ପତ୍ତି ନେଲେ ଯେ ସେ ଆସ୍ତିକ ମୁନିଙ୍କ ଆଶ୍ରମକୁ ଯିବେ।
ସେହି ସମୟରେ ସେ ନିଜ ସୈନିକମାନଙ୍କ ସହିତ ରଥରେ ବସି ଆସ୍ତିକ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ଆସ୍ତିକ ମୁନି ରାଜାଙ୍କୁ ସ୍ୱାଗତ କରି କହିଲେ, ହେ ରାଜନ, ମୋ ଆଶ୍ରମରେ ଆପଣଙ୍କୁ ସ୍ୱାଗତ। କୁହନ୍ତୁ, କେଉଁ କାରଣରୁ ଆପଣଙ୍କର ଏଠାକୁ ଆଗମନ ହୋଇଛି? ପୁଣି ଆଗକୁ ଭଗବାନ ଶିବ କୁହନ୍ତି, ହେ ଦେବୀ ପାର୍ବତୀ, ରାଜା ବିକ୍ରମ କେଶରୀ ବିନମ୍ରତା ସହିତ କହିଲେ, ହେ ମୁନିବର, ମୁଁ ଆପଣଙ୍କ ପାଖକୁ ଏକ ସ୍ୱପ୍ନର ଅର୍ଥ ଜାଣିବାକୁ ଆସିଛି। ମୁଁ ସ୍ୱପ୍ନରେ ଜଳ ସହିତ ଜଡ଼ିତ ଏକ ଅଦ୍ଭୁତ ଦୃଶ୍ୟ ଦେଖିଛି, ଯାହା ମୋତେ ଅତ୍ୟନ୍ତ ଚିନ୍ତିତ କରିଦେଇଛି। ତାପରେ ଆସ୍ତିକ ମୁନି କହିଲେ, ହେ ରାଜନ, ସ୍ୱପ୍ନରେ ଜଳ ଦେଖାଯିବା କୌଣସି ସାଧାରଣ କଥା ନୁହଁ। ଜଳ ଜୀବନ, ଚେତନା ଏବଂ ପରିବର୍ତ୍ତନର ପ୍ରତୀକ ଅଟେ। ଆପଣ ଯାହା ବି ସ୍ୱପ୍ନ ଦେଖିଛନ୍ତି ତାହା ବିସ୍ତାରରେ କୁହନ୍ତୁ, ଯାହାଫଳରେ ତାର ସଠିକ ଅର୍ଥ କୁହାଯାଇପାରିବ। ଏହାପରେ ରାଜା ବିକ୍ରମ କେଶରୀ ନିଜ ସ୍ୱପ୍ନ ବିସ୍ତାରରେ ଆସ୍ତିକ ମୁନିଙ୍କୁ ଶୁଣାଇଲେ। ତାପରେ ମୁନି ରାଜା ବିକ୍ରମ କେଶରୀଙ୍କ କଥା ଧ୍ୟାନର ସହିତ ଶୁଣନ୍ତି ଏବଂ ଗମ୍ଭୀର ସ୍ୱରରେ ମୁନି କୁହନ୍ତି, ହେ ରାଜନ, ଆପଣ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ସାଧାରଣ ନୁହେଁ। ଆପଣ ସ୍ୱପ୍ନରେ ଯେଉଁ ଜଳ ଦେଖିଲେ ତାହା ଆପଣଙ୍କ ଜୀବନରେ ହେବାକୁ ଥିବା ଗଭୀର ପରିବର୍ତ୍ତନର ସଂକେତ ଅଟେ। ଜଳ କେବେ ଶାନ୍ତ ଥାଏ ତ କେବେ ଉଗ୍ର। ସେହିପରି ମନୁଷ୍ୟର ଭାଗ୍ୟ ମଧ୍ୟ ସମୟ ସହିତ ରୂପ ବଦଳାଏ। ମୁନି କୁହନ୍ତି ଯେ ସ୍ୱପ୍ନରେ ସ୍ୱଚ୍ଛ ଓ ସ୍ଥିର ଜଳ ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଜଣାଏ ଯେ ଆପଣଙ୍କ ରାଜ୍ୟରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିବାକୁ ଅଛି ଏବଂ ଆପଣଙ୍କ ତପସ୍ୟା ଶୀଘ୍ର ଫଳ ଦେବାକୁ ଅଛି। ରାଜା ବିକ୍ରମ କେଶରୀ ବିନମ୍ରତାର ସହ ପଚାରନ୍ତି, ହେ ମୁନିବର, ଯଦି ଜଳ ଗଭୀର ହୋଇଥାଏ ଏବଂ ସେଥିରେ ହଲଚଲ ଦେଖାଯାଏ, ତେବେ ତାର କ'ଣ ଅର୍ଥ ହୋଇଥାଏ? ତେବେ ମୁନି ହସିକରି କୁହନ୍ତି, ହେ ରାଜନ, ଗଭୀର ଜଳ ଏହି ସଂକେତ ଦେଇଥାଏ ଯେ ଏବେ ଆପଣଙ୍କ ଜୀବନରେ କିଛି ରହସ୍ୟ ଲୁଚି ରହିଛି। କିଛି ଏପରି ଘଟଣା ଅଛି ଯାହା ସମୟ ଆସିଲେ ନିଜେ ପ୍ରକଟ ହେବ। ଏହି ସ୍ୱପ୍ନ ଆପଣଙ୍କୁ ସାବଧାନ ମଧ୍ୟ କରେ ଯେ ଆପଣ ପ୍ରତ୍ୟେକ ନିଷ୍ପତ୍ତି ଚିନ୍ତା କରି ନିଅନ୍ତୁ ଏବଂ ଅହଙ୍କାରରୁ ନିଜକୁ ଦୂରେଇ ରଖନ୍ତୁ। ମୁନି ଆଗକୁ କୁହନ୍ତି, ହେ ରାଜନ, ଜଳର ସ୍ୱପ୍ନ ବିଶେଷ ରୂପେ ସନ୍ତାନ ଏବଂ ବଂଶବୃଦ୍ଧି ସହିତ ମଧ୍ୟ ଯୋଡ଼ା ହୋଇଥାଏ। ଯଦି ଜଳ ନିର୍ମଳ ହୋଇଥାଏ ତେବେ ଏହା ଏହି କଥାର ସଂକେତ ଯେ ଶୀଘ୍ର ହିଁ ଆପଣଙ୍କ ଜୀବନରେ ଶୁଭ ସମାଚାର ଆସିବାକୁ ଯାଉଛି। ଆପଣଙ୍କ ରାଣୀ ଭାନୁମତୀଙ୍କର କଷ୍ଟ ସମାପ୍ତ ହେବାକୁ ଅଛି ଏବଂ ଆପଣଙ୍କ କୂଳରେ ଆନନ୍ଦର ପ୍ରବେଶ ହେବ। ଏହା ଶୁଣି ରାଜା ବିକ୍ରମ କେଶରୀଙ୍କ ଆଖିରେ ଆଶାର ଚମକ ପ୍ରକଟ ହୋଇଗଲା। ବେଦାତ୍ମା ମୁନି ରାଜାଙ୍କୁ ଉପଦେଶ ଦିଅନ୍ତି ଯେ ସେ ପ୍ରାତଃ କାଳ କୌଣସି ନଦୀ ବା ସରୋବର କୂଳରେ ଯାଇ ଭଗବାନ ଶିବଙ୍କୁ ଧ୍ୟାନ କରନ୍ତୁ, ଜଳରେ ଦୀପ ପ୍ରବାହିତ କରନ୍ତୁ ଏବଂ ଜୀବନରେ କେବେ ବି ଜଳକୁ ଅପମାନ କରନ୍ତୁ ନାହିଁ, କାରଣ ଜଳ ହିଁ ସୃଷ୍ଟିର ଆଧାର। ଯେଉଁ ମନୁଷ୍ୟ ଜଳର ସମ୍ମାନ କରେ ତାର ଜୀବନରେ କେବେ ଅଭାବ ରହେ ନାହିଁ। ରାଜା ବିକ୍ରମ କେଶରୀ ମୁନିଙ୍କ ଚରଣରେ ପ୍ରଣାମ କରନ୍ତି ଏବଂ କୁହନ୍ତି, ହେ ମୁନିବର, ଆପଣ ମୋ ହୃଦୟର ଶଙ୍କାକୁ ଶାନ୍ତ କରିଦେଲେ। ଏବେ ମୁଁ ଏହି ସ୍ୱପ୍ନକୁ ଭୟ ନୁହଁ ବରଂ ଈଶ୍ୱରଙ୍କ ସଂକେତ ମାନି ଧୈର୍ଯ୍ୟର ସହିତ ଅପେକ୍ଷା କରିବି। ଏହାପରେ ରାଜା ଆଶ୍ରମରୁ ଫେରି ଆସନ୍ତି। ସମୟ ଧୀରେ ଧୀରେ ଆଗକୁ ବଢ଼ି ଚାଲିଲା ଏବଂ ବେଦାତ୍ମା ମୁନିଙ୍କ ବାଣୀ ଯେମିତି ଯେମିତି ସତ୍ୟ ସିଦ୍ଧ ହେବାକୁ ଲାଗିଲା, ସେମିତି ସେମିତି ରାଜାଙ୍କ ଜୀବନରେ ପରିବର୍ତ୍ତନ ସ୍ପଷ୍ଟ ଦେଖିବାକୁ ଲାଗିଲା। କିନ୍ତୁ ସେ ପରିବର୍ତ୍ତନ କେଉଁ ରୂପରେ ପ୍ରକଟ ହୁଏ, ଏହି ରହସ୍ୟ ଆଗର କଥାରେ ଉଜାଗର ହେବ। ଦିନେ ରାଜା ପୁଣି ରାତିରେ ସ୍ୱପ୍ନ ଦେଖନ୍ତି ଏବଂ ମୁନିଙ୍କ କୁଟୀରକୁ ଚାଲିଯାଆନ୍ତି ଏବଂ ନିଜ ସ୍ୱପ୍ନ ବିଷୟରେ କହିଦିଅନ୍ତି। ତେବେ ମୁନିବର ରାଜାଙ୍କୁ କୁହନ୍ତି, ହେ ରାଜନ, ଏବେ ତୁମେ ସେହି ସ୍ୱପ୍ନକୁ ବିସ୍ତାରରେ ବର୍ଣ୍ଣନା କର ଯେଉଁଥିରେ ତୁମକୁ ଜଳର ଦର୍ଶନ ହୋଇଥିଲା, କାରଣ ଜଳ ସହିତ ଜଡ଼ିତ ସ୍ୱପ୍ନ ଜୀବନର ଗଭୀର ରହସ୍ୟକୁ ପ୍ରକଟ କରନ୍ତି। ରାଜା ହାତ ଯୋଡ଼ି କୁହନ୍ତି, ହେ ମୁନିବର, ମୁଁ ସତ୍ୟ ହିଁ କହୁଛି। ଦିନେ ରାତିରେ ମୁଁ ଅତ୍ୟନ୍ତ ବିଚିତ୍ର ସ୍ୱପ୍ନ ଦେଖିଲି। ମୁଁ ଦେଖିଲି ଯେ ମୁଁ ନିଜ ରାଜମହଲଠାରୁ ଦୂରରେ ଏକ ବିଶାଳ ନଦୀର ତଟରେ ଠିଆ ହୋଇଛି। ସେ ନଦୀ ଅତ୍ୟନ୍ତ ବିସ୍ତୃତ ଥିଲା ଏବଂ ତାର ଜଳ ସ୍ୱଚ୍ଛ, ନିର୍ମଳ ଏବଂ ଶାନ୍ତ ଦେଖାଯାଉଥିଲା। ଚନ୍ଦ୍ରମାର ପ୍ରକାଶ ସେ ଜଳ ଉପରେ ପଡ଼ି ତାକୁ ଆହୁରି ଦିବ୍ୟ ବନାଇ ଦେଇଥିଲା। ମୁନିବର ଧ୍ୟାନପୂର୍ବକ ରାଜାଙ୍କ କଥା ଶୁଣନ୍ତି ଏବଂ କୁହନ୍ତି, ହେ ରାଜନ, ସ୍ୱପ୍ନରେ ସ୍ୱଚ୍ଛ ଏବଂ ଶାନ୍ତ ଜଳ ଦେଖାଯିବା ଏକ ଶୁଭ ସଂକେତ ଅଟେ। ଏହା ଦର୍ଶାଏ ଯେ ଆପଣଙ୍କ ଜୀବନରେ ଥିବା ମାନସିକ ଅଶାନ୍ତି ଏବେ ଶେଷ ହେବାକୁ ଯାଉଛି।
ଏହି ସ୍ୱପ୍ନ ସୂଚାଇଥାଏ ଯେ ଆପଣଙ୍କ ମନ ଏବଂ କର୍ମ ଏବେ ଏକ ସଠିକ୍ ଦିଗରେ ପ୍ରବାହିତ ହେବାକୁ ଯାଉଛି। କିଛି ଦିନ ପରେ ରାଜା ଦ୍ୱିତୀୟ ସ୍ୱପ୍ନ ଦେଖିଲେ। ଏଥର ସେ ଦେଖିଲେ ଯେ ସେହି ନଦୀ ହଠାତ୍ ଉଛୁଳି ପଡ଼ିଛି। ପାଣିର ବେଗ ତୀବ୍ର ଥିଲା, କିନ୍ତୁ କାହାର କ୍ଷତି କରୁନଥିଲା। ରାଜା ସ୍ୱପ୍ନରେ ଭୟଭୀତ ଅବଶ୍ୟ ଥିଲେ, କିନ୍ତୁ ପାଣି ତାଙ୍କୁ ସ୍ପର୍ଶ ମଧ୍ୟ କରୁନଥିଲା। ନିଦରୁ ଉଠିବା ପରେ ରାଜା ବ୍ୟାକୁଳ ହୋଇ ମୁନିବରଙ୍କ ପାଖରେ ପହଞ୍ଚିଲେ ଏବଂ ସ୍ୱପ୍ନର ବର୍ଣ୍ଣନା କଲେ। ମୁନିବର କହିଲେ, ହେ ରାଜନ, ତେଜରେ ବହୁଥିବା ପାଣି ଜୀବନରେ ଆସିବାକୁ ଥିବା ବଡ଼ ପରିବର୍ତ୍ତନର ସଂକେତ ଦେଇଥାଏ। ଏହି ପରିବର୍ତ୍ତନ ପ୍ରଥମେ ଭୟ ସୃଷ୍ଟି କରେ, କିନ୍ତୁ ଶେଷରେ ସେହି ପରିବର୍ତ୍ତନ ଉନ୍ନତିର କାରଣ ବନିଥାଏ। ତୁମ ରାଜ୍ୟରେ ଶୀଘ୍ର ବଡ଼ ନିଷ୍ପତ୍ତି ନିଆଯିବ ଏବଂ ସେହି ନିଷ୍ପତ୍ତି ତୁମ ପକ୍ଷରେ ହେବ। କିଛି ସମୟ ପରେ ରାଜାଙ୍କୁ ଏକ କଠିନ ଯୁଦ୍ଧର ସାମ୍ନା କରିବାକୁ ପଡ଼ିଲା। ଯୁଦ୍ଧ ଆରମ୍ଭରେ ଭୟାନକ ଲାଗିଲା, କିନ୍ତୁ ଶେଷରେ ରାଜାଙ୍କର ବିଜୟ ହେଲା ଏବଂ ରାଜ୍ୟର ସୀମା ଆହୁରି ଅଧିକ ବିସ୍ତୃତ ହୋଇଗଲା। ରାଜା ସେତେବେଳେ ମୁନିବରଙ୍କ ବାଣୀର ଅର୍ଥ ବୁଝିପାରିଲେ। ଏହାପରେ ଅନେକ ରାତିରେ ରାଜା ଦେଖିଲେ ଯେ ସେ ସେହି ନଦୀ ପାଣିରେ ପ୍ରବେଶ କରୁଛନ୍ତି। ପାଣି ତାଙ୍କ ପାଦକୁ ସ୍ପର୍ଶ କରିବା ମାତ୍ରେ ଶୀତଳତା ଏବଂ ଅଦ୍ଭୁତ ଶାନ୍ତି ପ୍ରଦାନ କରୁଥିଲା। ରାଜା ସ୍ୱପ୍ନରେ ହିଁ ପ୍ରସନ୍ନ ହୋଇ ଉଠିଲେ। ସକାଳେ ସେ ମୁନିବରଙ୍କୁ ଏହି ସ୍ୱପ୍ନ କହିଲେ। ମୁନିବର କହିଲେ, ହେ ରାଜନ, ସ୍ୱପ୍ନରେ ପାଣିରେ ଓହ୍ଲାଇବା ଏହି କଥାର ସଂକେତ ଅଟେ ଯେ ତୁମେ ତୁମ ଜୀବନରେ କୌଣସି ବଡ଼ ଦାୟିତ୍ୱର ସ୍ୱୀକାର କରିବାକୁ ପଡ଼ିବ। ଏହି ସ୍ୱପ୍ନ କହୁଛି ଯେ ଏବେ ତୁମେ କେବଳ ରାଜା ନୁହଁ, ବରଂ ପ୍ରଜାଙ୍କ ପାଇଁ ପିତା ସମାନ ହେବ। ଏହାପରେ ରାଜା ରାଜ୍ୟରେ ଅନେକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କଲେ। କୂଅ, ପୋଖରୀ ଏବଂ ସରୋବର ତିଆରି କରାଗଲା। ଶୁଖିଲା ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା କରାଗଲା। ପ୍ରଜାଙ୍କ ମଧ୍ୟରେ ସୁଖ ଏବଂ ସନ୍ତୋଷ ବ୍ୟାପିଗଲା। ପୁଣି ଏକ ରାତିରେ ରାଜା ତୃତୀୟ ଜଳସ୍ୱପ୍ନ ଦେଖିଲେ। ସେ ଦେଖିଲେ ଯେ ଏକ ଶୁଖିଲା ପୋଖରୀ ବର୍ଷ ବର୍ଷ ପରେ ଜଳରେ ଭରି ଯାଉଛି। ପ୍ରଥମେ କିଛି ବୁନ୍ଦା ପଡ଼ୁଛି, ତାପରେ ଧୀରେ ଧୀରେ ପୁରା ପୋଖରୀ ଜଳରେ ଭରି ଯାଉଛି। ନିଦରୁ ଉଠିବା ପରେ ରାଜା ତୁରନ୍ତ ମୁନିବରଙ୍କ ପାଖକୁ ଗଲେ। ମୁନିବର କହିଲେ, ହେ ରାଜନ, ଏହି ସ୍ୱପ୍ନ ଏହି କଥାର ସଂକେତ ଯେ ତୁମ ଜୀବନର ସେହି ଇଚ୍ଛା ଯାହାକୁ ତୁମେ ଅସମ୍ଭବ ମାନି ନେଇଥିଲ ଏବେ ପୂର୍ଣ୍ଣ ହେବାକୁ ଯାଉଛି। ଯେଉଁଠି ନିରାଶା ଥିଲା ସେଠାରେ ଏବେ ଆଶାର ସଞ୍ଚାର ହେବ। କିଛି ସମୟ ପରେ ରାଜା ଏବଂ ରାଣୀଙ୍କୁ ସନ୍ତାନ ପ୍ରାପ୍ତିର ଶୁଭ ସମାଚାର ମିଳିଲା। ପୁରା ରାଜ୍ୟରେ ଉତ୍ସବ ପାଳନ କରାଗଲା। ରାଜା ବୁଝିଗଲେ ଯେ ଜଳର ଏହି ସ୍ୱପ୍ନ କେବଳ ରାଜ୍ୟ ନୁହଁ, ବରଂ ତାଙ୍କ ବଂଶ ସହିତ ମଧ୍ୟ ଜଡ଼ିତ ଥିଲା। ଏହାପରେ ଆଉ ଏକ ସ୍ୱପ୍ନରେ ରାଜା ଦେଖିଲେ ଯେ ସେ ଗଭୀର କୂଅରେ ଝାଙ୍କୁଛନ୍ତି, କିନ୍ତୁ କୂଅ ଅନ୍ଧକାରମୟ ନଥିଲା। ସେଥିରେ ଜଳ ଚମକି ଉଠୁଥିଲା। ମୁନିବର କହିଲେ, ହେ ରାଜନ, ଗଭୀର ଜଳ ଦେଖାଯିବା ଏହା କହୁଛି ଯେ ତୁମ ଭିତରେ ଅପାର ସାମର୍ଥ୍ୟ ଅଛି, ଯାହାକୁ ଏପର୍ଯ୍ୟନ୍ତ ତୁମେ ପୁରା ଚିହ୍ନି ନାହଁ। ଏହି ସ୍ୱପ୍ନ ପରେ ରାଜା ନିଜ ଭିତରେ ଭୟ ଏବଂ ସନ୍ଦେହକୁ ତ୍ୟାଗ କରିଦେଲେ ଏବଂ ଆହୁରି ଦୃଢ଼ ନିଶ୍ଚୟ ସହିତ ରାଜ୍ୟର ସଞ୍ଚାଳନ କରିବାକୁ ଲାଗିଲେ। ଶେଷରେ ମୁନିବର ରାଜନଙ୍କୁ କହିଲେ, ହେ ରାଜନ, ଜଳର ସ୍ୱପ୍ନ ଏହା ଶିଖାଏ ଯେପରି ଜଳ ଧୈର୍ଯ୍ୟର ସହିତ ମାର୍ଗ ତିଆରି କରେ, ସେହିପରି ମନୁଷ୍ୟକୁ ମଧ୍ୟ ସଂଯମ ଏବଂ ଧର୍ମର ମାର୍ଗରେ ଚାଲିବା ଉଚିତ। ଜଳ କେବେ ରୁହେ ନାହିଁ ଏବଂ ନିରନ୍ତର ବହିଥାଏ ଏବଂ ଏହା ହିଁ ଜୀବନର ସତ୍ୟ ଅଟେ। ରାଜା ବିକ୍ରମ କେଶରୀ ମୁନିଙ୍କ ଚରଣରେ ପ୍ରଣାମ କଲେ ଏବଂ କହିଲେ, ହେ ମୁନିବର, ଆପଣ ମୋର ସ୍ୱପ୍ନ ମାଧ୍ୟମରେ ମୋତେ ଜୀବନର ମର୍ମ ବୁଝାଇ ଦେଲେ। ଏହାପରେ ରାଜା ନିଜ ରାଜ୍ୟକୁ ଫେରିଲେ ଏବଂ ତାଙ୍କ ଜୀବନରେ ଜଳ ପରି ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ରହିଲା। ତାପରେ ଭଗବାନ ଶିବ ଦେବୀ ପାର୍ବତୀକୁ କୁହନ୍ତି, ହେ ଦେବୀ, ଯେପରି ନାଗର ସ୍ୱପ୍ନ ମନୁଷ୍ୟକୁ ଚେତାବନୀ ଏବଂ ସଂକେତ ଦିଏ, ସେହିପରି ଜଳ ସହିତ ଜଡ଼ିତ ସ୍ୱପ୍ନ ମଧ୍ୟ ଜୀବନର ଗୂଢ଼ ରହସ୍ୟକୁ ପ୍ରକଟ କରେ। ଏହାପରେ ମହାଦେବ ଜଳ ସମ୍ବନ୍ଧୀୟ ଆଗର କଥା ଶୁଣାଇବା ଆରମ୍ଭ କଲେ। ହେ ଦେବୀ, ଆଉ ଏକ ସମୟର କଥା। ସେହି ରାଜା ଆଉ ଏକ ସ୍ୱପ୍ନ ଦେଖିଲେ। ଏକ ରାତିରେ ସେ ଦେଖିଲେ ଯେ ତାଙ୍କ ରାଜମହଲ ପ୍ରାଙ୍ଗଣରେ ହଠାତ୍ ଏକ ବିଶାଳ ସରୋବର ପ୍ରକଟ ହୋଇଯାଇଛି। ସେହି ସରୋବର ଜଳ ଅତ୍ୟନ୍ତ ନିର୍ମଳ ଥିଲା ଏବଂ ସେଥିରେ କମଳ ଫୁଟିଥିଲା। ସ୍ୱପ୍ନରେ ରାଜା ସେହି ଜଳକୁ ଦେଖି ପ୍ରସନ୍ନ ହୋଇଗଲେ। ସକାଳେ ଉଠି ସେ ଆସ୍ତିକ ମୁନିଙ୍କ ପାଖରେ ପହଞ୍ଚିଲେ ଏବଂ କହିଲେ, ହେ ମୁନିବର, ମୁଁ ସ୍ୱପ୍ନରେ ଦେଖିଲି ଯେ
ମୋ ମହଲର ଏକ ବିଶାଳ ଜଳାଶୟ ତିଆରି ହୋଇଛି ଏବଂ ସେଥିରେ କମଳ ଫୁଟିଛି। ଏହାର ଅର୍ଥ କ'ଣ? ଆସ୍ତିକ ମୁନି କହିଲେ, ହେ ରାଜନ, ଏହା ଅତ୍ୟନ୍ତ ଶୁଭ ସ୍ୱପ୍ନ। ସ୍ୱପ୍ନରେ ଜଳରେ ଭରା ସରୋବର ଦେଖିବା ଏହି କଥାର ସଂକେତ ଯେ ଆପଣଙ୍କ ରାଜ୍ୟରେ ସୁଖ, ଶାନ୍ତି ଏବଂ ସମୃଦ୍ଧିର ବାସ ହେବ। କମଳ ଏହା ଦର୍ଶାଏ ଯେ ଆପଣ ସଙ୍କଟ ମଝିରେ ମଧ୍ୟ ଧର୍ମର ମାର୍ଗରେ ଅଟଳ ରହିବେ। କିଛି ସମୟ ମଧ୍ୟରେ ରାଜାଙ୍କ ରାଜ୍ୟରେ ପ୍ରଜାଙ୍କ ସୁଖ ବଢ଼ିବାକୁ ଲାଗିଲା ଏବଂ ଚାରିଆଡ଼େ ଶାନ୍ତି ସ୍ଥାପିତ ହୋଇଗଲା। ଏହାପରେ ଅନ୍ୟ ଏକ ରାତିରେ ରାଜା ସ୍ୱପ୍ନ ଦେଖିଲେ ଯେ ସେ ଏକ ଶୁଖିଲା କ୍ଷେତ୍ର ଦେଇ ଯାଉଛନ୍ତି ଏବଂ ହଠାତ୍ ଆକାଶରୁ ମୂଷଳ ଧାରା ବର୍ଷା ହେବାକୁ ଲାଗିଲା। ଧରଣୀ ତୃପ୍ତ ହୋଇଗଲା ଏବଂ ସବୁଆଡ଼େ ସବୁଜିମା ଛାଇଗଲା। ରାଜା ଜାଗି ଉଠି ଏହି ସ୍ୱପ୍ନ ମୁନିଙ୍କୁ କହିଲେ। ମୁନି କହିଲେ, ହେ ରାଜନ, ବର୍ଷାର ସ୍ୱପ୍ନ ଏହା ଜଣାଏ ଯେ ଯେଉଁଠି ଅଭାବ ଥିଲା ସେଠାରେ ଏବେ କୃପା ବର୍ଷିବାକୁ ଯାଉଛି। ଏହା ସଂକେତ ଦିଏ ଯେ ଆପଣଙ୍କ ଜୀବନ ଏବଂ ରାଜ୍ୟ ଉଭୟରେ ଦୈବୀ ଅନୁଗ୍ରହ ହେବାକୁ ଯାଉଛି। କିଛି ମାସ ମଧ୍ୟରେ ରାଜ୍ୟର ଶୁଖିଲା ଜମି ଉର୍ବର ହୋଇଗଲା, ଧାନର ଭଣ୍ଡାର ଭରିଗଲା ଏବଂ ପ୍ରଜା ଆନନ୍ଦିତ ହୋଇ ଉଠିଲେ। ରାଜା ମନେ ମନେ ଭଗବାନ ଶିବଙ୍କୁ ଧନ୍ୟବାଦ ଜଣାଇଲେ। ପୁଣି ଏକ ରାତିରେ ରାଜା ଦେଖିଲେ ଯେ ସେ ଏକ ଗଭୀର ଜଳରେ ବୁଡ଼ି ଯାଉଛନ୍ତି, କିନ୍ତୁ ତାଙ୍କୁ କୌଣସି ଭୟ ହେଉନଥିଲା। ଜଳ ତାଙ୍କୁ ନିଜ ଭିତରେ ସमेଟି ନେଉଥିଲା। ଉଠିବା ପରେ ରାଜା କିଛି ବିଚଳିତ ହେଲେ ଏବଂ ମୁନିଙ୍କ ପାଖକୁ ଗଲେ। ଆସ୍ତିକ ମୁନି କହିଲେ, ହେ ରାଜନ, ଗଭୀର ଜଳରେ ବୁଡ଼ିବା ଏହି କଥାର ସଂକେତ ଯେ ଆପଣ କୌଣସି ବଡ଼ ଦାୟିତ୍ୱରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହା ଭୟର ନୁହଁ, ବରଂ ଆତ୍ମିକ ପରିବର୍ତ୍ତନର ସଂକେତ ଅଟେ। କିଛି ସମୟ ପରେ ରାଜା ନିଜ ପୁତ୍ରକୁ ରାଜକାର୍ଯ୍ୟର ଶିକ୍ଷା ଦେବା ଆରମ୍ଭ କଲେ ଏବଂ ଧୀରେ ଧୀରେ ତାକୁ ଶାସନର ଦାୟିତ୍ୱ ହସ୍ତାନ୍ତର କରିବାକୁ ଲାଗିଲେ। ରାଜାଙ୍କୁ ବୁଝା ପଡ଼ିଗଲା ଯେ ଏହି ସ୍ୱପ୍ନ ତାଙ୍କ ଉତ୍ତରାଧିକାରୀଙ୍କ ସହ ଜଡ଼ିତ ଥିଲା। ଏହାପରେ ରାଜା ଆଉ ଏକ ସ୍ୱପ୍ନ ଦେଖିଲେ। ପ୍ରାଙ୍ଗଣରେ ସେ ଦେଖିଲେ ଯେ ଏକ ଛୋଟ ଧାର ତାଙ୍କ ଚରଣରୁ ବାହାରି ବିଶାଳ ନଦୀ ହୋଇଯାଏ ଏବଂ ଆଗକୁ ଯାଇ ସମୁଦ୍ରରେ ମିଶିଯାଏ। ଏହି ସ୍ୱପ୍ନ ଶୁଣି ଆସ୍ତିକ ମୁନି କହିଲେ, ହେ ରାଜନ, ଏହି ସ୍ୱପ୍ନ ଆପଣଙ୍କ ବଂଶ ଏବଂ କର୍ମର ବିସ୍ତାରର ପ୍ରତୀକ ଅଟେ। ଆପଣଙ୍କ ଦ୍ୱାରା କରାଯାଉଥିବା ଧର୍ମମୟ କର୍ମ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପ୍ରଭାବ ପକାଇବ। ରାଜା ବିକ୍ରମ କେଶରୀ ଏହା ଶୁଣି ଅଧିକ ଧର୍ମ, ଦାନ ଏବଂ ସେବାର ମାର୍ଗ ଆପଣାଇଲେ। ସେ ଜଳାଶୟ, କୂଅ ଏବଂ ଯାତ୍ରୀମାନଙ୍କ ପାଇଁ ପାଣି ପିଇବା ସ୍ଥାନ ସ୍ଥାପନ କରାଇଲେ। ରାଜ୍ୟରେ ଜଳରେ କେବେ ଅଭାବ ରହିଲା ନାହିଁ। ଶେଷରେ ମହାଦେବ ଦେବୀ ପାର୍ବତୀଙ୍କୁ କୁହନ୍ତି, ହେ ଦେବୀ, ଜଳର ସ୍ୱପ୍ନ ଏହା ଶିଖାଏ ଯେ ଜୀବନରେ ଧୈର୍ଯ୍ୟ, ଶୁଦ୍ଧତା ଏବଂ ନିରନ୍ତରତା ଆବଶ୍ୟକ ଅଟେ। ଯେପରି ଜଳ ସମସ୍ତଙ୍କୁ ଜୀବନ ଦିଏ, ସେହିପରି ସଠିକ୍ ବୁଝାମଣା ସହିତ ଦେଖାଯାଇଥିବା ସ୍ୱପ୍ନ ମନୁଷ୍ୟର ଜୀବନକୁ ଦିଗ ଦିଅନ୍ତି। ରାଜା ବିକ୍ରମ କେଶରୀଙ୍କ ସ୍ୱପ୍ନ ଏହା ସିଦ୍ଧ କରିଦେଲା ଯେ ସାପ ହେଉ କି ଜଳ, ପ୍ରତ୍ୟେକ ସ୍ୱପ୍ନ ନିଜ ଭିତରେ କିଛି ନା କିଛି ବାର୍ତ୍ତା ନିଶ୍ଚୟ ଲୁଚାଇ ରଖିଥାଏ। ଏହି କଥା ଶୁଣି ଦେବୀ ପାର୍ବତୀ ଶ୍ରଦ୍ଧାରେ ମହାଦେବଙ୍କୁ ପ୍ରଣାମ କଲେ ଏବଂ କହିଲେ, ସ୍ୱାମୀ, ବର୍ତ୍ତମାନ ମୁଁ ଭଲ ଭାବରେ ବୁଝିଗଲି ଯେ ସ୍ୱପ୍ନକୁ ହାଲୁକା ଭାବରେ ନେବା ଉଚିତ ନୁହଁ, କାରଣ ସେମାନେ ଭବିଷ୍ୟତର ବାଣୀ ହୁଅନ୍ତି। ତାପରେ ଭଗବାନ ହସିଲେ ଏବଂ କହିଲେ, ହେ ଦେବୀ, ଯେଉଁ ମନୁଷ୍ୟ ଏହି ସଂକେତ ଗୁଡ଼ିକୁ ବୁଝିଯାଏ ତାର ଜୀବନ ସର୍ବଦା ସନ୍ତୁଳିତ ଏବଂ ସଫଳ ରହିଥାଏ। ସ୍ୱପ୍ନରେ ଯଦି ନିର୍ମଳ ଏବଂ ଶାନ୍ତ ଜଳ ଦେଖାଯାଏ, ତେବେ ଏହା ସଂକେତ ହୁଏ ଯେ ବ୍ୟକ୍ତିର ଜୀବନରୁ ମାନସିକ ଅଶାନ୍ତି ଦୂର ହେବାକୁ ଯାଉଛି ଏବଂ ତାର କାର୍ଯ୍ୟରେ ସ୍ଥିରତା ଆସିବାକୁ ଯାଉଛି। ଏପରି ସ୍ୱପ୍ନ ଏହା ଦର୍ଶାଏ ଯେ ଭଗବାନଙ୍କ କୃପା ହେତୁ ଜୀବନର ଜଟିଳତା ସମାଧାନ ହେବାକୁ ଲାଗେ ଏବଂ ମନ ଶାନ୍ତି ଆଡ଼କୁ ବଢ଼େ। ଯଦି ସ୍ୱପ୍ନରେ ପ୍ରବାହିତ ଜଳ ଦେଖାଯାଏ, ଯେପରିକି ନଦୀ କିମ୍ବା ଝରଣା, ତେବେ ଏହା ଜୀବନରେ ପରିବର୍ତ୍ତନ ଏବଂ ଆଗକୁ ବଢ଼ିବାର ସଂକେତ ଦେଇଥାଏ। ଏହାର ଅର୍ଥ ହେଉଛି ବ୍ୟକ୍ତି ଅଟକି ରହିଥିବା କାର୍ଯ୍ୟରୁ ବାହାରି ପ୍ରଗତି ପଥରେ ଅଗ୍ରସର ହେବ। ଏହି ସ୍ୱପ୍ନ ସୂଚାଇଥାଏ ଯେ ସମୟ ଅନୁକୂଳ ହେଉଛି ଏବଂ ପରିଶ୍ରମର ଫଳ ମିଳିବାକୁ ଯାଉଛି। ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ବର୍ଷା ହେଉଥିବା ଦେଖେ, ତେବେ ଏହାକୁ ଈଶ୍ୱରୀୟ ଅନୁଗ୍ରହର ପ୍ରତୀକ ଭାବରେ ବିବେଚନା କରାଯାଏ। ବର୍ଷା ଜଳ ଏହା ଦର୍ଶାଏ ଯେ ଯେଉଁଠାରେ ଜୀବନରେ ଅଭାବ ଥିଲା, ସେଠାରେ ବର୍ତ୍ତମାନ ପରିପୂର୍ଣ୍ଣତା ଆସିବାକୁ ଯାଉଛି। ଏହି ସ୍ୱପ୍ନ ସୁଖ, ସମୃଦ୍ଧି ଏବଂ ପରିବାରରେ ମାଙ୍ଗଳିକ କାର୍ଯ୍ୟର ସଂକେତ ଦେଇଥାଏ। ଯଦି ସ୍ୱପ୍ନରେ
ଏକ ଶୁଖିଲା ପୋଖରୀ କିମ୍ବା କୂଅ ହଠାତ୍ ଜଳରେ ପରିପୂର୍ଣ୍ଣ ହୋଇଯାଏ, ତେବେ ଏହା ଏହି କଥାର ସଙ୍କେତ ଯେ ଜୀବନର ସେହି ଆଶା ଯାହା ପ୍ରାୟ ଶେଷ ହୋଇଯାଇଥିଲା ତାହା ବର୍ତ୍ତମାନ ପୁନର୍ଜୀବିତ ହେବାକୁ ଯାଉଛି। ଏହି ସ୍ୱପ୍ନ ସୂଚାଇଥାଏ ଯେ ନିରାଶା ପରେ ଆଶା ନିଶ୍ଚୟ ଆସେ। ଯଦି ସ୍ୱପ୍ନରେ ବ୍ୟକ୍ତି ନିଜେ ଜଳରେ ସ୍ନାନ କରୁଥିବାର ଦେଖାଯାଏ, ତେବେ ଏହା ପାପରୁ ମୁକ୍ତି ଏବଂ ଆତ୍ମିକ ଶୁଦ୍ଧତାର ସଙ୍କେତ ହୋଇଥାଏ। ଏପରି ସ୍ୱପ୍ନ ସୂଚାଇଥାଏ ଯେ ବ୍ୟକ୍ତିର ଜୀବନ ବର୍ତ୍ତମାନ ସଠିକ୍ ଦିଗରେ ଯାଉଛି ଏବଂ ତାହାର ପୂର୍ବ କର୍ମର ବୋଝ ହାଲୁକା ହେଉଛି। ଯଦି ସ୍ୱପ୍ନରେ ଗଭୀର ଜଳ ଦେଖାଯାଏ କିନ୍ତୁ ଭୟ ଲାଗେ ନାହିଁ, ତେବେ ଏହା ଗଭୀର ଜ୍ଞାନ ଏବଂ ଆତ୍ମବଳର ପ୍ରତୀକ ହୋଇଥାଏ। ଏହା ସଙ୍କେତ ଦିଏ ଯେ ବ୍ୟକ୍ତି ଭିତରେ ଲୁଚି ରହିଥିବା ଶକ୍ତି ବର୍ତ୍ତମାନ ପ୍ରକଟ ହେବାକୁ ଯାଉଛି। କିନ୍ତୁ ଯଦି ଗଭୀର ଜଳ ଭୟ ସୃଷ୍ଟି କରେ, ତେବେ ଏହା ସାବଧାନତାର ସଙ୍କେତ ହୋଇଥାଏ ଏବଂ ନିଷ୍ପତ୍ତି ଚିନ୍ତା କରି ନେବା ଉଚିତ। ମନୁଷ୍ୟ ଜୀବନରେ ସ୍ୱପ୍ନର ଆବଶ୍ୟକତା ବର୍ଣ୍ଣନା କରିଥାଏ। ଯଦି ସ୍ୱପ୍ନରେ ପାଣିରେ ପଦ୍ମ ଫୁଟୁଥିବାର ଦେଖାଯାଏ, ତେବେ ଏହା ଦର୍ଶାଏ ଯେ ବ୍ୟକ୍ତି କଠିନ ପରିସ୍ଥିତିରେ ମଧ୍ୟ ଧର୍ମ ଏବଂ ସତ୍ୟର ପଥରେ ରହିବ ଏବଂ ଶେଷରେ ସମ୍ମାନ ଓ ଯଶ ଲାଭ କରିବ। ଏହିପରି ଭାବରେ ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ଜଳ ସହିତ ଜଡ଼ିତ ସ୍ୱପ୍ନର ରହସ୍ୟ ବୁଝାଇ କହିଥିଲେ। ଯେପରି ଜଳ ଜୀବନର ଆଧାର, ସେହିପରି ସ୍ୱପ୍ନ ମଣିଷର ଭବିଷ୍ୟତର ଦିଗ ନିର୍ଣ୍ଣୟ କରିଥାଏ। ଯେଉଁ ବ୍ୟକ୍ତି ଏହି ସଙ୍କେତ ଗୁଡ଼ିକୁ ବୁଝି ଧୈର୍ଯ୍ୟ ଓ ବିବେକର ସହିତ କାର୍ଯ୍ୟ କରେ, ତାର ଜୀବନ ସନ୍ତୁଳିତ ଓ ସଫଳ ହୁଏ। ଦେବୀ ପାର୍ବତୀ ଏହା ଶୁଣି କହିଲେ, ହେ ସ୍ୱାମୀ, ବର୍ତ୍ତମାନ ମୁଁ ଭଲ ଭାବରେ ଜାଣିଗଲି ଯେ ସ୍ୱପ୍ନ କେବଳ କଳ୍ପନା ନୁହଁ, ବରଂ ଏଗୁଡ଼ିକ ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ସଙ୍କେତ ଅଟେ। ତାପରେ ଭଗବାନ ଶିବ ଧୀରେ ହସି କହିଲେ, ହେ ଦେବୀ, ଯେଉଁ ମନୁଷ୍ୟ ସ୍ୱପ୍ନର ବାର୍ତ୍ତାକୁ ବୁଝିପାରେ, ସେ ନିଜ ଜୀବନର ଧାରାକୁ ସଠିକ୍ ଦିଗରେ ମୋଡ଼ିପାରେ। ବନ୍ଧୁଗଣ, ଆଶା କରୁଛି ଏହି କଥାଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଏହି କଥାଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖିଦିଅନ୍ତୁ। ଏହା ସହ ଭିଡ଼ିଓକୁ ଲାଇକ୍ କରି ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।